ଚାକିରି ନାଁରେ ଠକେଇ 3 ଜଣଙ୍କୁ କୋର୍ଟ ଚାଲାଣ ଅନୁଗୁଳ ଟାଉନ ଥାନା। ଶିଳ୍ପ ନଗରୀ ଧୀରେ ଧୀରେ ଚାକିରି କରିବା ଠକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଚାକିରି ଦେବେ କହି ଜଣେ ଯୁବତୀଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ସୂଚନା ଯେ ପଞ୍ଚାୟତ ଓ ବ୍ଲକରେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ ଠକୁଥିବା ଏକ ଦଳକୁ ଅନୁଗୁଳ ଟାଉନ ପୋଲିସ ଗିରଫ କରିଛି। ସେପ୍ଟେମ୍ବର 27 ତାରିଖ ସନ୍ଧ୍ୟାରେ କଣିହା ହରିଚନ୍ଦନପୁର ଅଞ୍ଚଳର କମଳା ଡାକୁଆଙ୍କ ଝିଅ ବବିତା ଥାନାରେ ଅଭିଯୋଗ କରିଥିଲେ କି ଅନୁଗୁଳ ସୌଭାଗ୍ୟନଗର ଅଞ୍ଚଳରେ ଏସ୍ପି ଆସୋସିଏଟ୍ ନାମକ ଏକ ସଂସ୍ଥାର ପରିଚାଳକ ତାଙ୍କୁ ଚାକିରି କରିଦେବାକୁ କହି 13,500 ଟଙ୍କା ନେଇଥିଲେ। କିନ୍ତୁ ଚାକିରି ଦେବାରେ ଟାଳଟୁଳ ନୀତି ଧରିବାରୁ ବବିତାଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଖବର ନେବାରୁ ଜଣାପଡ଼ିଲା କି ଏମାନେ ଶତାଧିକ ଲୋକଙ୍କୁ ଏଭଳି ଠକି ଲକ୍ଷାଧିକ ଟଙ୍କା ନେଇଛନ୍ତି। ଥାନାରେ ଅଭିଯୋଗ ପରେ ପୋଲିସ କେସ୍ ନମ୍ବର 751/24 ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା। ଆଜି ପୋଲିସ ଉକ୍ତ ସଂସ୍ଥାର 3 ଜଣ ତଥା ଜାମୁଣ୍ଡା ଜଙ୍ଗଲର ସୁନିଲ ବେହେରା, ରାମିମୁଣ୍ଡା ଅଞ୍ଚଳର ଶତ୍ରୁଘ୍ନ ବେହେରା ଏବଂ ବାଲିମି ଥାନା ଅଞ୍ଚଳର ଠକ୍କର ଗ୍ରାମରୁ ବିପିନ ପରିଡ଼ାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।